ମୁଖାଗ୍ନି। ମୋହନବାବୁଙ୍କ ଅକସ୍ମାତ୍ ମୃତ୍ୟୁର ନିଶବ୍ଦ ଆଘାତ ପରର ନୀରବତା ଅନେକ ବେଳ ଧରି ତାଙ୍କ ବାସଭବନକୁ ଆଚ୍ଛାଦିତ କରି ରଖିଲା। କିନ୍ତୁ ସମୟର ଗତିପଥରେ ସେ ନୀରବତା ଶବସତ୍କାର ଜନିତ କୋଳାହଳରେ ପରିଣତ ହୋଇସାରିଲାଣି। ସମସ୍ତେ ଉପସ୍ଥିତ। ସାହି ଭାଇ, ବନ୍ଧୁ ବିରାଦର, ସାଙ୍ଗ ସହୋଦର, ଛୋଟ ଘରର ଭିତରେ ବାହାରେ ଖୁନ୍ଦି ହୋଇଛନ୍ତି ମାଳ ମାଳ ମଣିଷ। ମାଲଭାଇମାନେ ବି ତୟାର। ଗେଣ୍ଡୁମାଳ, ମାଟି କଳସୀ, ମସିଣା, କଉଡ଼ି, ଅବିର, ଧୂପକାଠି, ଅଗୁରୁ, ଲୁହା କାତି, ବାରିକ ଟିମା ସବୁ ଜିନିଷ ଯୋଗାଡ଼ିକି ରଖିସାରିଲାଣି। କୋକେଇ ବି ବନ୍ଧା ସରିଛି। ଘର ଭିତରେ ମାଇପିଏ ଶବକୁ ଘେରିକି ବସିଛନ୍ତି। ଖାଲି କର୍ତ୍ତାଙ୍କୁ ଯାହା ଅପେକ୍ଷା। ମିତାଲି ଚାହିଁ ରହିଛି ବାପାଙ୍କର ନିସ୍ତେଜ ମୁହଁକୁ। ଆଉ ମଝିରେ ମଝିରେ ଉଠିଯାଇ ପୁଣି ଫେରିଆସୁଛି ବାହାରୁ। ନା, ପିଣ୍ଟୁ ତଥାପି ଆସିନି। ମୋହନବାବୁଙ୍କ ଚାଲିଯିବାର 6 ଘଣ୍ଟା ବିତିଗଲାଣି। ଇତିମଧ୍ୟରେ ଥରେ ନୁହଁ, ବାରମ୍ବାର ରଡ଼ି କରୁଛନ୍ତି ଗାଁରୁ ଆସିଥିବା କୁଟୁମ୍ବର ବୃଦ୍ଧ ଦଦେଇ। କ'ଣ ମଲା ଦେହଟାକୁ ସାଇତିକି ରଖିବ କି? ଆହା, ଆତ୍ମାଟା କେଡ଼େ କଲବଲ ନ ହେଉଥିବ ସତେ। ପାଳି ଧରୁଛନ୍ତି ଆଉ ଜଣେ। କ'ଣ ଆଉ କହିବା? ବାସି ମଡ଼ା କରି ଜାତିଗୋତ୍ର ଘରଦ୍ୱାର ମାରା କରିବା ସାରା ହବ। କଥାଗୁଡ଼ାକ ବିନ୍ଧା ଯାଇଥିବା ତୀର ପରି ବାଜିଲା ମିତାଲି ଦେହରେ। ଚେତା ମଣିଷଟା ଦେହରୁ ପ୍ରାଣ ଟିକକ ବାହାରିଗଲା ମାତ୍ରେ ତାକୁ ତ୍ୟଜ୍ୟ କରିଦେବାକୁ ଏତେ ଆଗ୍ରହ ସତେ କାହିଁକି ହୁଏ କେଜାଣି? ମିତାଲି ଭାବେ। କ୍ଷଣକ ମଧ୍ୟରେ ଆଦରର ମଣିଷଟା ପାଲଟିଯାଏ ଏକବାର ଅସ୍ପୃଶ୍ୟ ଆଉ ଅବାଞ୍ଛିତ। ତାର ପରିଚୟ ବି ବଦଳିଯାଏ। ସିଏ ଆଉ ମଣିଷ ହିଁ ରୁହେନି, ବରଂ ପାଲଟିଯାଏ ଶବ, ମଡ଼ା, ଲାଶ। ସତେ ଯେମିତି ସେ ମରିଯାଇନି ତ, ବଡ଼ ଭୁଲଟେ କରିଦେଇଛି। ତାକୁ ଛୁଆଁ ଅଛୁଆର ଗୋଲକ ଧନ୍ଦାରେ ପେଶି ହେବାର ଶାସ୍ତି ଭୋଗିବାକୁ ପଡ଼ିବ ସେତେବେଳେ ଯାଏ, ଯେତେବେଳେ ପର୍ଯ୍ୟନ୍ତ ତାର ହାଡ଼ ମାଂସ ଚମଡ଼ା ନିଶ୍ଚିହ୍ନ ହୋଇ ପାଉଁଶରେ ପରିଣତ ନ ହୋଇଛି। ମିତାଲି ସମାଜର ନିୟମକୁ ବେଖାତିର କରିବା ଝିଅ ନୁହଁ, କିନ୍ତୁ ସମାଜର ମଲା ମଣିଷ ପ୍ରତି ବେଖାତିର ମଧ୍ୟ ତା ଛାତିରେ ହାତୁଡ଼ି ପ୍ରହାର ପରି ଅସହ୍ୟ। ବୋଉ କାନ୍ଥକୁ ଆଉଜିକି ବସିଛି। ତାର ସେତାଳିଆ ମୁହଁଟା ଏକବାର ପ୍ରତିକ୍ରିୟା ବିହୀନ। ବୋଉ ବୁକୁ ଫଟେଇ କାନ୍ଦନ୍ତା କି? କିନ୍ତୁ ମିତାଲି ଜାଣେ ତା କଲିଜା ଭିତରେ ତରଳ ନିଆଁତକ ସେମିତି ଉତୁରୁଥିବ ଯେତେବେଳେ ଯାଏଁ ବାପାଙ୍କୁ ଘରୁ ନିଆଁ ନ ଯାଇଛି। ପିଣ୍ଟୁର ଦାୟିତ୍ୱହୀନତା ସହିତ କକାଖୁଡ଼ିଙ୍କର କର୍ତ୍ତବ୍ୟବୋଧର ଅଭାବ ଅସହ୍ୟ। ବାପାଙ୍କଠୁ କେତେ ଯେ ଉପକାର ସେମାନେ ନ ପାଇଛନ୍ତି, ଅଥଚ ଆଜି ବାପା ମରିକି ତାଙ୍କ ଉପକାର ପାଇଁ ହାତ ପତେଇଛନ୍ତି ସତେ ଯେମିତି। ପିଣ୍ଟୁ ଆସିଲେ ତାଙ୍କୁ ମୁଖାଗ୍ନି ଦେଇ ଏ ସଂସାରରୁ ବିଦାୟ ଦେବ। ନିଜ ଉପରେ ବି ରାଗ ଠୁଳ ହେଲା ମିତାଲିର। ସିଏ ପୁଅ ହେଇଥିଲେ ବାପାଙ୍କୁ ଆଜି ଏମିତି ଅନ୍ୟର ଦୟାର ପାତ୍ର ହେବାକୁ ପଡ଼ିନଥାନ୍ତା। ମିତାଲିର ଜନ୍ମ ତା ବୋଉ ପାଇଁ ଥିଲା କଷ୍ଟଦାୟକ ଏବଂ ବିପଜ୍ଜନକ। ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମା ଛୁଆଙ୍କୁ ବଞ୍ଚାଇଥିଲେ ସତ, କିନ୍ତୁ ଚେତେଇବାକୁ ଭୁଲି ନଥିଲେ ଆଉ ପିଲା ଜନ୍ମ କରିବା ମା ପକ୍ଷରେ ସମ୍ଭବ ନୁହଁ। ଏତେ କଷ୍ଟ ସତ୍ତ୍ୱେ ସ୍ତ୍ରୀଙ୍କ ଲାଜଲାଜ ହସ ଆଉ ତାଙ୍କ ଦିହିଙ୍କ ଭଲ ପାଇବାର କୁନି ସନ୍ତକଟିର କୁଆଁ କୁଆଁ କାନ୍ଦ ଈଶ୍ୱରଙ୍କ ପ୍ରତି କୃତଜ୍ଞତାରେ ଭରି ଯାଇଥିଲା ମୋହନବାବୁଙ୍କ ଛାତି ସେଦିନ। ମାତ୍ରାଧିକ ଖୁସିତକ ସମସ୍ତଙ୍କୁ ମିଠା ବାଣ୍ଟି ଜାହିର କଲେ ସେ। କିନ୍ତୁ ମୋହନବାବୁଙ୍କ ମା ନାତୁଣୀକୁ ଦେଖି ମୁହଁ ମୋଡ଼ିଥିଲେ। ମଲା ଝିଅଟିଏ ତ, କୋଉ ପୁଅ ହେଇଛି ଯେ ଏତେ କୁରୁଳୁଛୁ ବା? ମତେ ଯାହା ଲାଗୁଛି ଟୋକି ଖଣ୍ଡକ ତମ ଦିହିଁକି ଦହଗଞ୍ଜ କରି ମାରିବ। ଯିଏ ଜନମ ନ ହେଉଣୁ ନିଜ ମାକୁ ଖାଇବାକୁ ବସିଥିଲା, ତାଠୁ ଆଉ କ'ଣ ଆଶା? ଅବାକ୍ ହେଇଯାଇଥିଲେ ମୋହନବାବୁ। ବକଟେନାକୁ ମଣିଷ ଛୁଆ ପ୍ରତି ଏପରି ସଙ୍ଗୀନ ଅଭିଯୋଗ। 6 ମାସ ପରେ ସାନ ଭାଇ ରମେଶର କିନ୍ତୁ ପୁଅ ଜନ୍ମ ହେବାର ଖୁସି ଘରେ ମହୋତ୍ସବ ପାଳନର ଭ୍ରମ ସୃଷ୍ଟି କଲା। ମିତାଲି ଆଉ ପିଣ୍ଟୁ ସେଇ ଗୋଟିଏ ଘରର 2 ଶିଶୁ, କିନ୍ତୁ ଦୁହିଁଙ୍କ ପ୍ରତି ପରିବାର ଲୋକଙ୍କ ବ୍ୟବହାରରେ ଆକାଶ ପାତାଳ ଫରକ। ପିଣ୍ଟୁ ତ ବଂଶରକ୍ଷା କରିବ, ପିତୃପୁରୁଷଙ୍କୁ ପିଣ୍ଡ ଦେଇ ତୋଷ କରିବ, ପରିବାରର ପରିଚୟ ହେବ। ହେଲେ ମିତାଲି, ସିଏ ତ ଅନ୍ୟ ଗୋତ୍ରକୁ ଚାଲିଯିବ, ଏ ଗୋତ୍ରରୁ ସବୁ ସମ୍ପର୍କ କାଟିଦେଇ। ବାପା ବୋଉଙ୍କ ସହିତ ମିତାଲି ନିଜେ ବି ଅତି ସହଜରେ ଗ୍ରହଣ କରି ନେଇଥିଲା ପରିବାରରେ ପିଣ୍ଟୁର ମହତ୍ଵ ଆଉ ତା ନିଜର ସ୍ଥିତିକୁ। ଦିନ ଆସିଲେ ପିଣ୍ଟୁ ହିଁ ତାଙ୍କର ଶୁଦ୍ଧିକ୍ରିୟା କାମ କରିବ, ଏହା କହିବା ବାହୁଲ୍ୟ। ଆଉ ସେଥିପାଇଁ ବୋଧହୁଏ ପିଣ୍ଟୁ ପ୍ରତି ବାପା ବୋଉଙ୍କର ଅହେତୁକ ସ୍ନେହ ବିଞ୍ଚି ହେଇ ରହିଥିଲା। ଏମିତିକି ପିଣ୍ଟୁ ବି ତାଙ୍କୁ ବଡ଼ ବାପା ବଡ଼ ମା ପରିବର୍ତ୍ତେ ବାପା ବୋଉ ଆଉ ନିଜ ବାପା ମାଙ୍କୁ ସାନ ବାପା ସାନ ବୋଉ ବୋଲି ସମ୍ବୋଧନ କରେ। ବାପା ବୋଉଙ୍କର ବାସ୍ତବିକ ଉତ୍ତରାଧିକାରୀ ହେଲା ପିଣ୍ଟୁ।
ମିତାଲି ଆଖିରେ ବି। ଆଜି ଦୀର୍ଘ 25 ବର୍ଷ ପରେ କକାଖୁଡ଼ି ରାଉରକେଲାରେ ସ୍ଥାୟୀ ଭାବରେ ରହିବା ସତ୍ତ୍ୱେ ଏ ଚିନ୍ତାଧାରା ବଦଳିନି ପରିବାରରେ। କେବଳ ବାପ ଝିଅଙ୍କ ମଝିରେ ନିଚ୍ଛକ ସ୍ନେହ ସମ୍ପର୍କତକ ଥିଲା ମିତାଲିର ନିଜସ୍ୱ ସମ୍ପଦ, ଯାହା ସିଏ କାହା ସହିତ ବି ଭାଗ ବାଣ୍ଟିନି। ଆଉ ସେ ଟିକକ ବି ଆଜି ତା ପାଖରୁ ଚାଲିଗଲା ସବୁଦିନ ପାଇଁ। ପଡ଼ିଶା ଘର ମାଉସୀ ଆସି ଫୋନ୍ ଧରାଇଲେ, ଖୁଡ଼ି କଥା ହେବେ। ମିତୁ, ମୋତେ ଭୁଲ ବୁଝିବୁନି, କଥା କ'ଣ କି ସମସ୍ତେ ମନା କରୁଛନ୍ତି ପିଣ୍ଟୁକୁ ମୁଖାଗ୍ନି ଦେବା ପାଇଁ। ତୋ କକା ଅଛନ୍ତି ନା, ବାପ ଥିଲା ପୁଅ ଏ କାମ କରିବା ମନା। ବାପକୁ କାଳେ ବିପଦ, ପିଣ୍ଟୁ ଗୋଟିଏ ବୋଲି ପୁଅ ନା। ହେଲେ ଆଉ କେହି ତ ନାହାନ୍ତି। ମିତାଲି ଏକବାର ଇତସ୍ତତ ହେଇଗଲା। ମୁଁ ବୁଝୁଛି ତୋ କକା ଯାଇଥାନ୍ତେ, ହେଲେ ତାଙ୍କୁ ପରା 3 ଦିନ ହେଲାଣି ଏତେ ଜ୍ୱର ଯେ ସେ ବିଛଣା ଛାଡ଼ି ନାହାନ୍ତି। ନନାଙ୍କ କଥା ଶୁଣି ବେଶୀ ଭାଙ୍ଗି ପଡ଼ିଛନ୍ତି। ଆଉ କାହାକୁ କହ ମୁଖାଗ୍ନି ଦେବା ପାଇଁ। ଆମେ ଦିନେ 2 ଦିନ ଭିତରେ ପହଞ୍ଚିଯିବୁ। ସବୁ କାମ ମୁଁ ତୁଲେଇବି। ନାନୀଙ୍କୁ କହିବ ଆଦୌ ବ୍ୟସ୍ତ ହେବେନି। ଖୁଡ଼ି କାନ୍ଦି କାନ୍ଦି ଫୋନ୍ କାଟିଦେଲେ। ମିତାଲି ଲଥ୍ କିନା ତଳେ ବସି ପଡ଼ିଲା। କଥାଟା ବି ମୁହୂର୍ତ୍ତକ ମଧ୍ୟରେ ଖେଳିଗଲା ଘରେ। ବୋଉ ମୁହଁକୁ ମିତାଲି ଚାହିଁବାକୁ ନାରାଜ। ଛାତି ଭିତରଟା ହଠାତ୍ କୋଉ ରସାତଳକୁ ଦବିଗଲା। ମନରେ ମାତିଗଲା ଅବାରିତ ଘୂର୍ଣ୍ଣିବଳୟ। ପୁତୁରା ନହେଲା ନାହିଁ ଆଉ ଜଣକୁ ଖୋଜ। ଦଦେଇ ପୁଣି ରଡ଼ି କଲେ। ଗାଁ ହେଇଥିଲେ ଏତେବେଳକୁ କିଏ ନା କିଏ ବାହାରିକି କାମ ସାରନ୍ତାଣି। ଏଠି ସବୁତକ ବେନିୟମ। ହଉ ହେଲା, ଯାହା ହେଲେ କର, ମଡ଼ାକୁ ପଚେଇବ ନା କ'ଣ? ମଡ଼ାକୁ ପଚେଇବ ନା କ'ଣ? ମିତାଲି କାନରେ ରହି ରହି ବାଜୁଥିଲା କଥାତକ। କିଂକର୍ତ୍ତବ୍ୟ ବିମୂଢ଼ ଅବସ୍ଥାର ନିସ୍ତାର ନାହିଁ। କୋଉଠୁ ମିଳିବ ଉପଯୁକ୍ତ ଦାୟାଦ? ଚାଲ, ନହେଲେ ସମସ୍ତେ ମିଶିକି ମୁଖାଗ୍ନି ଦେଇଦେବା। ମୋହନ ବାବୁଙ୍କର ଜଣେ ବନ୍ଧୁ ପ୍ରସ୍ତାବ ଦେଲେ। ଆଉ କ୍ରିୟା କିଏ ଧରିବ? 10 ତୁଠ କାମ କିଏ କରିବ? ଦଦେଇ ଗର୍ଜିଲେ ରୀତିମତ। ଦଦେଇ, ମୁଁ କ'ଣ କହୁଥିଲି କି? ମିତାଲି ଥତମମ ହେଲା। ଆପଣ ଯଦି ଟିକେ। କଥାକୁ ଶେଷ କରିପାରିଲାନି। ଦେଖ ତା କଥାକୁ। ଆଲୋ ମା, ମୁଁ ପା ବୁଢ଼ା ଲୋକ। ସୁଧ ଘର ପରି କଷ୍ଟିଆ କାମକୁ ମୋ ଦେହ ପାରିବ ନା? ହଁ, 5-10 ବର୍ଷ ତଳ କଥା ହେଇଥିଲେ ମୋତେ କହିବାକୁ ପଡ଼ିନଥାନ୍ତା ମ। ବଡ଼ ବିଚିତ୍ର କଥା। ମଲା ଲୋକକୁ ଏପାରିରୁ ସେପାରିକୁ ପଠେଇବା ପାଇଁ ଲୋକଙ୍କ ଘୋର ଅଭାବ। କଥାଟା କାଳେ ନିଜ ଆଡ଼କୁ ଆସିଯିବ, ଏଇ ଆଶଙ୍କାରେ କିଛି ଲୋକ ଚାଲିଗଲେଣି ମଧ୍ୟ କାମ ଆଳରେ। ଅସହାୟପଣର ମସ୍ତବଡ଼ ଢାଙ୍କୁଣୀ ତଳେ ମିତାଲି ଛଟପଟ ହେଇ ଭିକ ଥାଳ ଧରି ଘୁରି ବୁଲୁଛି ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ। କାନରେ ଘାଉ ଘାଉ ହେଉଛି, ମୁଁ ଘରର ବଡ଼ ପୁଅ। ଆମ ଗୋଷୀବାପ ମରିବାର ବର୍ଷେ ପୂରିନି। କଥା କ'ଣ କି, ମୋର ଅଣ୍ଟା ବେମାରୀ ତ। ମୁଁ ନିଶାପାଣି କରିବା ପାପୀ ଲୋକ। ମୋ ହାତରେ ମହତ କାମ କରିବାଟା ଠିକ୍ ହବନି। ଇଲେକ୍ଟ୍ରିକ୍ ଚୁଲାରେ ଦାହ କରିଦେଉନ। ଟିକେ ଆଢ଼ୁଆଳକୁ ଯାଇ ମିତାଲି ଫୋନ୍ କଲା ପିଣ୍ଟୁକୁ। ଅନେକ ଥର ବାଜିଲା ପରେ ଶେଷରେ ସିଏ ଧରିଲା। ମିତୁ ନାନୀ, ତୁ ବିଶ୍ୱାସ କର, ବାପାଙ୍କ କଥା ଶୁଣିଲା ମାତ୍ରକେ ସାନ ବାପା ମୋତେ ସଙ୍ଗେ ସଙ୍ଗେ ବାହାରି ଯିବାକୁ କହିଥିଲେ। ମୁଁ ବି ବାହାରି ସାରିଥିଲି, ହେଲେ ସାନ ବୋଉକୁ ଆମ ଘର ପାଖ ଶିବ ମନ୍ଦିରର ନନା ମନା କଲେ। ମୁଁ ଗୋଟିଏ ବୋଲି ପୁଅ ତ, ସାନ ବାପା ବଞ୍ଚିଥାଉ ତ ଅନ୍ୟ କାହାର କ୍ରିୟା ଧରିଲେ ସାନ ବାପାଙ୍କୁ ବହୁତ ବିପଦ ହେବ। ପିଣ୍ଟୁ ମୁହଁରୁ ଅନ୍ୟ କାହାର ଶବ୍ଦ ଦିଟା ମିତାଲି ଗାଲରେ ଶକ୍ତ ଚଟକଣା ବସେଇଦେଲା। ଏଠି କୋଉ ସମ୍ପର୍କର ହିସାବ କରୁଛି ପିଣ୍ଟୁ, ଯିଏ ତାକୁ ଜୀବନକାଳ ସ୍ନେହର ଖୁବ୍ ଶକ୍ତ ଦଉଡ଼ିରେ ବାନ୍ଧିକି ରଖିଥିଲେ। ମିତାଲିକୁ ଲାଗିଲା ସେ ଦଉଡ଼ିଟା ପୋଡ଼ିଯାଇଛି, ଆଉ ତାର ପାଉଁଶତକ ଯାହା ରହିଯାଇ ଅନ୍ୟମାନଙ୍କ ମନରେ ନିଜ ଅସ୍ତିତ୍ୱର ଭ୍ରମ ସୃଷ୍ଟି କରୁଛି କେବଳ, ଯାହାର କିନ୍ତୁ ଟିକେ ହେଲେ ବି ବାସ୍ତବତା ନାହିଁ। ଠିକ୍ ଅଛି, କହି ମିତାଲି ଫୋନ୍ ରଖିଦେଲା। ବାପା ଘରର ଟିକିନିକି କଥା ନିଜ ମୁଣ୍ଡକୁ ନେଉଥିଲେ, ବୋଉ ଓ ମିତାଲିକୁ ଏକବାର ହାଲକା କରି। ସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ଥିଲା, ସବୁ ଦାୟିତ୍ୱ ବି ତାଙ୍କର। ମିତାଲିର ଇଚ୍ଛା ହୁଏ ବାପାଙ୍କ ଦେହକୁ ହଲେଇକି ପଚାରନ୍ତା, ବାପା, ଏ ବିଚିତ୍ର ସମସ୍ୟାର ସମାଧାନ କ'ଣ? ପିଣ୍ଟୁ କ'ଣ ହଠାତ୍ ନିଜ ରକ୍ତ ବିଷୟରେ ସଚେତନ ହେଇଗଲା? ତାହେଲେ ଏଯାବତ ଯେଉଁ ସମ୍ପର୍କର ଡୋରିରେ ପରିବାରର ସମସ୍ତେ ବନ୍ଧା ହେଇଥିଲେ, ସେଇଟା ପୁଣି କ'ଣ? ନା ନିଜ ରକ୍ତର ଡାକରେ କକା ଖୁଡ଼ିଙ୍କ ମନରେ ଭରିଦେଲା ଅହେତୁକ ଭୟ। ତାଙ୍କ ଜନ୍ମିତ ପୁଅ ଆଉ କାହାକୁ ମୁଖାଗ୍ନି ଦେଇଦେଲେ ଘନେଇ ଆସିବ ଅଜଣା ବିପଦ। ବାପା କିନ୍ତୁ କିଛି କହୁନାହାନ୍ତି। ଏ ପ୍ରଶ୍ନର ଉତ୍ତର ମିତାଲିକୁ ନିଜେ ହିଁ ଖୋଜି ବାହାର କରିବାକୁ ପଡ଼ିବ।
ବାପା ସବୁବେଳେ ସକାଶେ ନିରବି ଯାଇ ଏ ଗୁରୁ ଦାୟିତ୍ୱ ମିତାଲି ଉପରେ ଛାଡ଼ି ଦେଇଗଲେ। କେବେ କଳ୍ପନା ବି କରିନଥିଲା ମିତାଲି। ବାସ୍ତବିକ ତାକୁ ହିଁ ନିଷ୍ପତ୍ତି ନେବାକୁ ହେବ। ଏପଟେ ସମୟ ଗଡ଼ି ଚାଲିଛି କାହାକୁ ବି ଖାତିର ନ କରି। ଯଦି ରକ୍ତ ହିଁ ସବୁକିଛି, ତାହେଲେ ମିତାଲିର ଭାବିବାର କ'ଣ ଅଛି? ମୁଣ୍ଡକୁ ଚାପି ଧରି ବସିଯିବାର ପ୍ରବଳ ଇଚ୍ଛାକୁ ମାରି ମିତାଲି ଫେରିଗଲା ବୋଉ ପାଖକୁ। ବୋଉର ଆଖି ଦିଟାରେ ଶୂନ୍ୟ ଚାହାଣୀ। ସେଥିରେ କୌଣସି ଭାଷା ପଢ଼ିବା ସମ୍ଭବ ନୁହଁ। ଜୀବନ ଚଲାପଥର ହାତଧରା ସଙ୍ଗୀକୁ ହରାଇ ସିଏ ନିଜେ ପଥର ପାଲଟି ଯାଇଛି। ନା, ବୋଉ ଏ ପରିସ୍ଥିତିରେ କୌଣସି ଉପଦେଶ ଦେବାକୁ ଅକ୍ଷମ। ଅନେକ ବେଳ ପର୍ଯ୍ୟନ୍ତ ମିତାଲି ବସି ରହିଲା ବୋଉ ପାଖରେ। ମନ ଭିତରର ପ୍ରଚଣ୍ଡ ଝଡ଼କୁ ଶାନ୍ତ କରି ଶେଷରେ ପ୍ରଶ୍ନ ପଚାରିଲା। ଥରେ ନୁହଁ, ଅନେକ ଥର ପଚାରିଲା ପରେ ବୋଉ ମୁହଁ ଫେରାଇ ଚାହିଁଲା, ଆଉ କାଣିଚାଏ ହଲାଇ ତାର ସମ୍ମତି ଦେଲା। ବୋଉର ସମ୍ମତି ପାଇ ମିତାଲି ବାହାରକୁ ଆସିଲା। ଲୋକଗହଳି ପ୍ରାୟ କମିଗଲାଣି। ମୁଁ ମୁଖାଗ୍ନି ଦେବି, ବାସ୍ ପଦୁଟିଏ କଥା। ହେଲେ ଅକସ୍ମାତ୍ ପ୍ରଚଣ୍ଡ ବିସ୍ଫୋରଣ ଘଟିଗଲା ପରି ସମସ୍ତେ ଚମକି ପଡ଼ିଲେ। କ'ଣ କହିଲୁ? ଦଦେଇ ଚିତ୍କାର କଲେ। ତୋ ମୁଣ୍ଡ ଠିକ୍ ଅଛି ତ? ସତ୍ୟାନାଶ, ଏଇଆ ଶୁଣିବାକୁ ବାକି ଥିଲା ଯାହା। ଛାଡ଼ ଛାଡ଼, କଳିଯୁଗରେ କ'ଣ ଆଉ ଆଶା କରିବା। ଏଠି ଆଉ ମୁହୂର୍ତ୍ତେ ବି ରହିବା ମୋ ପାଇଁ ସମ୍ଭବ ନୁହଁ। ରାଗତମତମ ହେଇ କୁଟୁମ୍ବ ଲୋକେ ଚାଲିଗଲେ, ଗାଁରେ ନିଜେ ନିଜେ ଶୁଦ୍ଧି ହୋଇପଡ଼ିବାର ଧମକ ଦେଇ। ମିତାଲି କିନ୍ତୁ ନିର୍ବିକାର। କେମିତି ଗୋଟିଏ ଦମ୍ଭ ହଠାତ୍ ଆସିଯାଇଛି ଛାତିରେ ତାର। ସମାଜର ବେଖାତିରିକୁ ସିଏ ନିଜେ ବେଖାତିରି କରିବାର ପଣ ନେଇସାରିଛି। ବୋଉ ଯେତେବେଳେ ତାର ନିଷ୍ପତ୍ତିକୁ ଗ୍ରହଣ କରିସାରିଛି, ଆଉ କାହାର ଅନୁମତି ଦବା ନ ଦେବାର କିଛି ମାନେ ନାହିଁ। ଦୁଇଟି ନାରୀ, ଜଣେ ଝିଅ, ଜଣେ ମା। ସମଗ୍ର ନାରୀଜାତି ପ୍ରତି ସମାଜର ବଡ଼ପଣ୍ଡାଙ୍କ ହୁଙ୍କାରକୁ ତିଳେ ମାତ୍ର ଭ୍ରୂକ୍ଷେପ ନ କରି ବାହାରିଛନ୍ତି ସାମାଜିକ ନିୟମ କାନୁନ ସଂସ୍କାରର ମାୟାଜାଲରୁ ନିଜକୁ ମୁକୁଳେଇବା ପାଇଁ। ଏଥିପାଇଁ ତ ନିଜେ ସମାଜ ହିଁ ଦାୟୀ। କିଛି ସହପାଠୀ ଓ ପଡ଼ିଶାଙ୍କ ସାହାଯ୍ୟରେ ମୋହନବାବୁଙ୍କ ମୃତଦେହକୁ ଶ୍ମଶାନ ନିଆଗଲା। ଶେଷରେ ମିତାଲିର ବୋଉ ବି ଚାଲିଲେ ଶବଯାତ୍ରାରେ, ଜୀବନସାଥୀକୁ ଶେଷ ବିଦାୟ ଦେଇ ଆସିବାକୁ। ମୁଖାଗ୍ନି ଯିଏ ଦବ, ଗାଧୋଇ ପଡ଼ି ଓଦାଲଗା ପିନ୍ଧିକି ଆସ। ଶ୍ରାଦ୍ଧ ପାଇଁ ଡକାଯାଇଥିବା ନନା ବରାଦ କଲେ। ମିତାଲି ଧୀର ଭାବରେ ଶ୍ମଶାନର ନଳକୂଅ ମୂଳରେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଗରା ଗରା ପାଣି ଢାଳି ହେଇ ନନାଙ୍କ ପାଖକୁ ଆସିଲା। ତା ଦେହକୁ ଚାପି ଧରିଛି ଓଦା ସରସର ସାଲୁଆର କମିଜ। ନନାଙ୍କ ଆଖି ଯୋଡ଼ାକ ଚରମ ବିସ୍ମୟରେ ବିସ୍ଫାରିତ। କି ଯୁଗ ହେଲା! ମାଇପି ମଣିଷ ଶବଦାହ କରିବ? ଶବଦାହ କିଏ କରେ? ମିତାଲି ପଚାରିଲା। ମଲା ପୁଅ କରେ, ଆଉ କିଏ କରେ? ଯଦି ପୁଅ ନଥାଏ? ପୁଅ ନଥିଲେ ବନ୍ଧୁବାନ୍ଧବ କେହି ତ ଜଣେ ଥିବେ। ଯଦି ନଥିବେ ବା ଥାଇକି ଏ କାମ କରିବାକୁ ଚାହୁଁନଥିବେ, ତାହେଲେ କାହାକୁ ହେଲେ ଡାକି ଏ କାମ। କାହାକୁ ହେଲେ ମାନେ? ରାସ୍ତାଘାଟ କି ବଜାରରୁ କାହାକୁ ବି ଡାକିଲେ ଚଳିବ? ମିତାଲି ଚଢ଼ାକଳାରେ ପଚାରିଲା। କିନ୍ତୁ ଯୋଉ ମଣିଷ ଦେହରେ ସେ ଲୋକର ରକ୍ତ ବହୁଛି, ସିଏ ତାକୁ ମୁଖାଗ୍ନି ଦେଇପାରିବନି, କାରଣ ସେ ଝିଅ। ରକ୍ତଠାରୁ ଆଉ ଯଦି କିଛି ଗାଢ଼ ସମ୍ପର୍କ ଅଛି, ମୋତେ ସେମିତିକା ଲୋକଟାର ଠିକଣା କୁହନ୍ତୁ, ମୁଁ ତାକୁ ନିଜେ ଯାଇ ଡାକି ଆଣିବି। ଦରକାର ପଡ଼ିଲେ ତା ଗୋଡ଼ ତଳେ ପଡ଼ି ନେହୁରା ହେବି। ଆଉ ଉପାୟ କ'ଣ ଅଛି କୁହନ୍ତୁ ତ? ଯୋଉ ଦେହଟାକୁ ପିଲାଦିନେ କୁଣ୍ଢେଇକି ଗେହ୍ଲା ହେଉଥିଲି, କାଖ ହେଉଥିଲି, ସେଇ ଦେହଟାକୁ ଆଖି ଆଗରେ ପଚିକି ନଷ୍ଟ ହେବାର ଦେଖିପାରିବିନି ନା? ଉତ୍ତେଜିତ ମିତାଲିକୁ ଶାନ୍ତ କରିବାର ବୃଥା ଚେଷ୍ଟାରେ ଲାଗି ପଡ଼ିଛନ୍ତି ସହପାଠୀମାନେ। ନନା ସ୍ତବ୍ଧ ହୋଇଗଲେ ତା କଥାରେ। ପାଟିକୁ ଜମା ଉତ୍ତର ଜୁଟୁନି। କଥା କ'ଣ କି ଝିଅ, ସମାଜର ରୀତିନୀତି କାଇଦା କଟକଣା ତ ପୁଣି ଅଛି। ତା ଛଡ଼ା ଶାସ୍ତ୍ର କରିଥିବା ନିୟମରେ ଆମେ ପୁରା ବନ୍ଧା। ନନା ଏକବାର ନରମିକି କହିଲେ। ଆପଣଙ୍କ ନିୟମ କହୁଛି ପୁଅ କରିବ ବୋଲି, ଭଲ କଥା, କିନ୍ତୁ ଝିଅ କରିପାରିବ ନାହିଁ ବୋଲି କହୁଛି କି? ଜବାବ ଦିଅନ୍ତୁ, ମୋତେ ସେ ନିୟମ ଦେଖାନ୍ତୁ। ଆପଣ ଯଦି ଏ କାମ କରିବାକୁ ଅନିଚ୍ଛୁକ, ମୁଁ ଆପଣଙ୍କୁ କଥା ଦେଉଛି, ମୋ ବାପାଙ୍କୁ ଆମ ଘର ବାଡ଼ିପଟରେ ହିଁ ଦାହ କରିବି, ଆଉ ଭାବିବି ଯେ ଯେଉଁ ରକ୍ତ ମାଂସରେ ଗଢ଼ା ମଣିଷ ପାଇଁ ଆପଣଙ୍କ ନିୟମ ତିଆରି ହେଇଛି, ସେ ରକ୍ତର ପ୍ରକୃତ ମୂଲକୁ ପରଖିବାର କ୍ଷମତା ସେ ନିୟମର ନାହିଁ। ରାଗତମତମ ହେଇ ମିତାଲି ଯାଇ ବୋଉ ପାଖରେ ବସିଲା। ବାପାଙ୍କ ମୁହଁକୁ ଚାହିଁଲା। ସନ୍ଧ୍ୟାବେଳର ଲିଭି ଆସୁଥିବା ଖରା ଧାସ ପରି ତାଙ୍କ ମୁହଁ ବି ଏକବାର ନିଷ୍ପ୍ରଭ ହୋଇପଡ଼ିଲାଣି।
ସେଇମିତି ଶୋଇଛନ୍ତି କୋକେଇ ଦେହରେ ବନ୍ଧା ହୋଇ ମସିଣା ଖଣ୍ଡକ ଉପରେ। ଦେହ ସାରା ଅବିର ବିଞ୍ଚାଡ଼ି ହୋଇ ପଡ଼ିଛି, ଆଉ ଗୁଡ଼ା ହେଇଛି ପରସ୍ତ ପରସ୍ତ ଗେଣ୍ଡୁମାଳ। ସାମାଜିକ କାନୁନକୁ ସମ୍ମାନ ଜଣାଇ ତାଙ୍କୁ ସଜେଇ ଦିଆଯାଇଛି। ସବୁ ସାଜସଜା ସତ୍ତ୍ୱେ ଲୋକଟି କିନ୍ତୁ ଉପେକ୍ଷିତ। ଆରପାରିକୁ ତାର ଯାତ୍ରାରେ ଅନ୍ତରାୟ ସୃଷ୍ଟି କରୁଛି ସମାଜର ସେହି କାନୁନ। ଶ୍ମଶାନର ଚିରାଚରିତ ନୀରବତା। ଦଲକାଏ ପବନ ଆସି ଟିକେ ଦୂରରେ ଜଳୁଥିବା ଆଉ କାହାର ଜୁଇକୁ ତେଜି ଦେଇଗଲା। ବାଉଁଶ ଠେଙ୍ଗାଟିଏ ଧରି ଅଘୋରୀ ବାବା ଧ୍ୟାନ ମୁଦ୍ରାରେ ଚାହିଁ ରହିଛନ୍ତି ସେ ଜୁଇକୁ। ନନା ବି ଗଭୀର ଚିନ୍ତାରେ ପଡ଼ିଛନ୍ତି। ଅନେକ ବେଳ ପରେ ଦୀର୍ଘଶ୍ୱାସ ଛାଡ଼ି ନନା ମିତାଲି ପାଖକୁ ଆସିଲେ। ଆସ ମା, ବେଳ ଗଡ଼ି ଯାଉଛି ପରା। ନନା ମନ୍ତ୍ର ଉଚ୍ଚାରଣ ଆରମ୍ଭ କଲେ। ଯେତେବେଳେ ଜୁଇର ନିଆଁ ହୁତୁ ହୁତୁ ହେଇ ଜଳି ଉଠିଲା, ଠିକ୍ ସେତିକିବେଳେ ଦୁଇଟି ନାରୀ, ଜଣେ ଝିଅ ଜଣେ ମା, ପରସ୍ପରକୁ କୁଣ୍ଢେଇକି ଖୁବ୍ ଜୋରେ ବୁକୁ ଫଟେଇକି କାନ୍ଦିବାକୁ ଲାଗିଲେ। କିନ୍ତୁ ସେତେବେଳେ କେହି ତାଙ୍କୁ ବୋଧ କରିବାକୁ ଚାହିଁଲେନି।